আজি ସବୁଠୁ ନୀତିକାନ୍ତି ସବୁ ଭଲ ହେଇଛି, ସୁନ୍ଦର ନୀତିକାନ୍ତି ହେଇଛି, ସତ କଥା କହୁଛି। ପାଗ ବଢିଆ ଦେଇଛି, ଜଗନ୍ନାଥଙ୍କ ପାଗ ଭକ୍ତଙ୍କୁ ପାଇଛି। ଲକ୍ଷାଧିକ ଭକ୍ତ ଦର୍ଶନ କରୁଛନ୍ତି, ଲକ୍ଷାଧିକ ଭକ୍ତ ଦର୍ଶନ କରୁଛନ୍ତି। ଆଉ ସେବାୟତ ଦୈତାପତି ପ୍ରଶାସନ ଶୃଙ୍ଖଳିତ ସୁସମ୍ପୃକ୍ତ ରିହାର୍ସଲ ଚାଲିଛି। ଭଗବାନଙ୍କୁ ଆପଣ ଟିଭି ମାଧ୍ୟମରେ କହୁଛି, ଯେମିତି ଜଗନ୍ନାଥ ଆଜି ରଥ ଲାଗିଯାଉ, ଜଗନ୍ନାଥଙ୍କ ରଥ ଲାଗିଗଲେ ବହୁତ ଆନନ୍ଦ ଆସିବ, ବହୁତ ଆନନ୍ଦ ହବ ଆଜ୍ଞା। ଆଉ ଜଗନ୍ନାଥ କରନ୍ତୁ, ସମସ୍ତେ ମଙ୍ଗଳ କରନ୍ତୁ, କଲ୍ୟାଣ ଦେଖନ୍ତୁ। 6-7 ଦିନ ଚାରିଆଡେ ବର୍ଷା ହଉଛି, ପୁରୀରେ କିଛି ନାହିଁ, ବଢିଆ ପାଗ। ଏତେ ଆନନ୍ଦ ଭାବିନୁ ଏଇଟା ମାନବ ନୀଳା, ପ୍ରଭୁଙ୍କର ମାନବୀୟ ନୀଳା, କାହା ମନରେ କଷ୍ଟ ଦେବେନି। ଆମ ଦେଖନ୍ତୁ ମନ୍ଦିର ଭିତରେ ଭୋଗ ଖିଆ ହେଲା, ଲକ୍ଷାଧିକ ଲୋକ ପ୍ରସାଦ ପାଇଲେ। ଜଗତନାଥ କାଳିଆ ବସିଲା ଆଜ୍ଞା, ଅଘଟଣ ଘଟିଲା। ଶୁଣନ୍ତୁ, କଲେକ୍ଟର ଥିଲେ ପୁରା ଭଲ ଲୋକ ଥିଲେ, ସତ କଥା କହୁଛି। କଲେକ୍ଟର ଭୁଲ ଆପଣ ଚିନ୍ତାକୁ ରହନ୍ତୁ, 5-6 ଦିନ ସେ ଅତ୍ୟନ୍ତ ପରିଶ୍ରମ ସବୁ କରିଛନ୍ତି। ଅରବିନ୍ଦ ପାରିକି ଭୁଲ କହୁଛି ଆପଣ କହୁନାହାନ୍ତି, ଏଇଟା କିଛି ସମର୍ପଣ ପୁଲିସ ମାନଙ୍କର ମାନେ ଇଏ ରହିଗଲା କଣ ଖାମଖିଆଲି। ରାତି 3ଟା ଲୋକ ଶୋଇଛନ୍ତି, ଜଗନ୍ନାଥ ଶୋଇଛନ୍ତି, ଏମାନେ ଖାମଖିଆଲି କରିଦେଲେ। ସୁନ୍ଦର ଆପଣ ଭାବୁନାହାନ୍ତି, ରଥଯାତ୍ରା ତା ବାସି ଦିନ କିଏ ଆନନ୍ଦ ଦର୍ଶନ, ତା ବାସି ତ ଲକ୍ଷାଧିକ ଲୋକ ଦର୍ଶନ କଲେ। ମହାପ୍ରଭୁ ରଥରେ ଆପଣ ଦେଖିବା ପିଲାବେଳୁ 2 ଦିନ ଯାତ୍ରା ହୁଏ, ସେ ଯୋଉ ଅଘଟଣ ଘଟିଗଲା। ସରକାର ଭୟ କରିକିରି 2 ଜଣଙ୍କୁ ଟ୍ରାନ୍ସଫର କରିଦେଲେ, ଭୟ କରିକି, ଆଉ କିଛି ନାହିଁ। ଏଇଟା ମୁଁ ଅପ୍ରିୟ ସତ୍ୟ କହୁଛି। ସେମାନେ କଣ କରିବେ, ସେମାନେ ରାତିଟା ସେମାନେ ଡ୍ୟୁଟି ଲଗେଇବେ। ଆଜି କିଭଳି ରହିବ ମହାପ୍ରଭୁଙ୍କର ଆଜି ବାହୁଡା ଯାତ୍ରା, ମହାପ୍ରଭୁଙ୍କ ଆନନ୍ଦ। ଏଇ ଜଗନ୍ନାଥ ରଥକୁ ଉଠିଲେଣି, ଦେଖନ୍ତୁ ଇଚ୍ଛାମୟ ଠାକୁର, ଭକ୍ତର ଭାବନା, ଭକ୍ତର ଭାବ, ବିଶ୍ୱର ଦେବତା, ଯାହା ପାଇଁ ବିଶ୍ୱ ବନ୍ଦିତ କରି ଜଗନ୍ନାଥକୁ ଆପଣ ଦେଖନ୍ତୁ, ମାନବୀୟ ନିଆ ଜଗନ୍ନାଥ ଚାଲିଛି। ଏଇ ନିଆ ଦେଖିବାକୁ କୋଟି କୋଟି ଲୋକ ଅପେକ୍ଷା କରିଥିଲେ, ଆଜି ସେଇ ନିଆ ଚାଲିଛି ବାହୁଡା ବିଜେ। ଆଜି ଆମେ ବି ଦୁଃଖ ଲାଗୁଛି, ଆମେ ଦୈତାପତି ପ୍ରଭୁ ମାସେ ଆମ ସঙ্গে ଥିଲେ। ସେ ଯୋଉ ଆପଣ ଜୟ ଜଗନ୍ନାଥ କରନ୍ତୁ, ସବ ଜୟ ସମଗ୍ର ମଙ୍ଗଳ, ଜୟ ଜଗନ୍ନାଥ। ରଥଯାତ୍ରା ଉପଲକ୍ଷେ ଆସିଗଲା ସୁପର ସେଲ୍ ଅପ୍ ଟୁ 50% ଅନ୍ ରେଡିମେଡ୍ ଗାର୍ମେଣ୍ଟ ଅପ୍ ଟୁ ଗୁଣ୍ଡିଚା ଟୁ ବାହୁଡା। ଡେରି ନ କରି ତୁରନ୍ତ ଆସନ୍ତୁ ଆଉ ନିଜ ମନପସନ୍ଦର ଜିନିଷ କିଣି ନିଅନ୍ତୁ। ଆଡ୍ରେସ୍ ହେଉଛି କ୍ୟାଣ୍ଟନମେଣ୍ଟ ରୋଡ ନିୟର ଅନ୍ନପୂର୍ଣ୍ଣା ମାର୍କେଟ ସ୍କୋୟାର, ବ୍ରହ୍ମପୁର।